ଆକାଶରୁ ପଡ଼ିଲେ ବର୍ଷା, ତଳୁ ଉପରକୁ ଉଠି ବାଷ୍ପ ହୋଇ ଦେହରୁ ବହିଲେ ଝାଳ, ଆଖିରୁ ଗଡ଼ିଲେ ଲୁହ, ଠାକୁରଙ୍କ ପାଦରୁ ବହିଲେ ପାଦୁକ, ନଦୀରେ ପ୍ରବାହିତ ହେଲେ ପାଣି, କଠିନ ହେଲେ ବରଫ। ପାଣି ଭିନ୍ନ ଭିନ୍ନ ପରିସ୍ଥିତିରେ ପଡ଼ିଲେ ଭିନ୍ନ ଭିନ୍ନ ନାମ ପରିବର୍ତ୍ତନ କରେ। ଠିକ୍ ସେମିତି ଆମ ଜୀବନରେ ଯେମିତି ଏମିତି ବ୍ୟକ୍ତିଙ୍କ ସହ ମିଶିବା ଯିଏ ଆମ ଜୀବନରେ ପରିବର୍ତ୍ତନର ରାସ୍ତା ବାହାର କରିବ। ଓମ୍ ବିଷ୍ଣବେ ନମଃ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଯାତି କେଶରୀ ଦାସ ସବୁଦିନ ଭଳି ଆପଣମାନଙ୍କ ପାଇଁ ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନେବା ଆଜିର ପଞ୍ଚାଙ୍ଗ। ଆଜି 2026 ଜାନୁଆରୀ ମାସ 19 ତାରିଖ, ଓଡ଼ିଆ ମାଘ ମାସ 6 ଦିନ, ସୋମବାର, ଶୁକ୍ଳ ପକ୍ଷ ପ୍ରତିପଦା ତିଥି, ଯାହା ରାତ୍ରି 2:40 ପର୍ଯ୍ୟନ୍ତ ରହୁଛି। ତାପରେ ଦ୍ୱିତୀୟ ତିଥି ଆରମ୍ଭ ହେଉଛି। ଆଜି ଉତ୍ତରାଷାଢ଼ ନକ୍ଷତ୍ର, ଯାହା ଦିବା 12:48 ପର୍ଯ୍ୟନ୍ତ ରହୁଛି। ତାପରେ ଶ୍ରାବଣ ନକ୍ଷତ୍ର ଆରମ୍ଭ ହେଉଛି। ଆଜି ମକର ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି, ଯାହା ପ୍ରାପ୍ତ 6:26। ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 5:25। ଆଜି ଯୁଗ୍ନି ରହିଛି, ଯାହାକି ପୂର୍ବ ଦିଗେ ରାତ୍ରି 2:40 ପରେ ଯୁଗ୍ନି ଉତ୍ତର ଦିଗରେ ରହିବ। ଆଜି ଘାତ ଚନ୍ଦ୍ର ରହିଛି ସିଂହ ରାଶ ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି ମିଥୁନ ରାଶ ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର ଦିବା 12:48 ମଧ୍ୟ ରହିଛି ଏକପାଦ ପୁଷ୍କର ଦୋଷ। ରାତ୍ରି 2:40 ପରେ ପୁଣି ଏକପାଦ ପୁଷ୍କର ଦୋଷ ଲାଗିବ। ଫଳ ରହୁଛି ବଂଶହାନି, ତତ୍ସହିତ ପଶୁହାନି। ଆଜି ପ୍ରତିପଦାରେ ଶ୍ରାଦ୍ଧ। ନିଷିଦ୍ଧ ଖାଦ୍ୟ ରହିଛି ପାଣି କଖାରୁ। ଆଜିର ଅଶୁଭ ବେଳା, ଯାହା ଦିବା 7:48 ରୁ ଦିବା 9:29 ମଧ୍ୟ ରହିଛି ରାହୁ କାଳ ସହିତ କାଳ ବେଳା। ସେହିଭଳି ଦିବା 3:51 ରୁ ଅପରାହ୍ନ 5:25 ମଧ୍ୟ ରହିଛି ବାର ବେଳା। ସେହିଭଳି ରାତ୍ରି 9:37 ରୁ ରାତ୍ରି 11:11 ମଧ୍ୟ ରହିଛି କାଳରାତ୍ରି। ତେଣୁ ଏହି ଅଶୁଭ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ପ୍ରାପ୍ତରୁ ଦିବା 7:47 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 10:02 ରୁ ଦିବା 3:50 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 6:13 ରୁ ରାତ୍ରି 8:37 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 11:12 ରୁ ରାତ୍ରି 1:25 ମଧ୍ୟ ରହିଛି ଶୁଭ ବେଳା। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ତେବେ ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି, ଆଜି ଆପଣଙ୍କର ଭାଗ୍ୟ ଗ୍ରହ ପୂର୍ଣ୍ଣ ଶୁଭ ଯୁଗ ରହୁଥିବାରୁ ସମସ୍ତ କାର୍ଯ୍ୟରେ ଆପଣ ସିଦ୍ଧିହସ୍ତ ହେବା ସହିତ ସଫଳତା ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ଆପଣଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। ତତ୍ସହିତ ରାଜନୈତିକ କାର୍ଯ୍ୟ ଏବଂ ସାମାଜିକ କାର୍ଯ୍ୟରେ ଆପଣଙ୍କର ଭାଗ୍ୟ, ଯାହାକି ଶୁଭ ଯୁଗରେ ରହିଛି, ଏବଂ ଅର୍ଥନୈତିକ ବେପାର ବାଣିଜ୍ୟରେ ଆପଣ ଲାଭ ସହିତ ସମାନ ପ୍ରାପ୍ତ କରିବାର ପୂର୍ଣ୍ଣ ଯୁଗ ରହୁଛି ମେଷ ରାଶି ବ୍ୟକ୍ତିଙ୍କର। ଆଜି ମେଷ ରାଶି ବ୍ୟକ୍ତି ଚାକିରି ସମ୍ବନ୍ଧରେ କାର୍ଯ୍ୟଗୁଡ଼ିକ ଆପଣଙ୍କର ଭାଗ୍ୟ ସାଥ ଦେବା ସହିତ ଆଜି ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ନିଶ୍ଚିତ ସଫଳତା ସହିତ ପଦ ଉନ୍ନତିର ଯୁଗ ରହୁଛି। ଆଜି ଆପଣଙ୍କର ମନ ପ୍ରସନ୍ନ ରହିବା ସହିତ ଘରୋଇ କାର୍ଯ୍ୟରେ ଆପଣ ସୁଖ ପ୍ରାପ୍ତ ରହିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ମେଷ ରାଶି ବ୍ୟକ୍ତି ଆଧ୍ୟାତ୍ମିକ କାର୍ଯ୍ୟରେ ସଂଯୁକ୍ତ ରହିବାର ପୂର୍ଣ୍ଣ ସୁଯୋଗ ରହିବା ସହିତ ପିତୃତୁଲ୍ୟ ଲୋକଙ୍କ ଦ୍ୱାରା ଆପଣଙ୍କର ବିଶେଷ
ଲାଭଯୁକ୍ତ ହବାର ସୁଯୋଗ ଦଉଛି। ଆଜି ମେଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 1, ଭାଗ୍ୟ ରଙ୍ଗ ରହୁଛି ନାଲି ରଙ୍ଗ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 95% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିଙ୍କ ବିଷୟରେ। ବୃଷ ରାଶି ବ୍ୟକ୍ତି ଆଜି ଆପଣଙ୍କର ଭାଗ୍ୟ ଯାହାକି ମଧ୍ୟମ ଧରଣରେ ରହିଛି, ତେଣୁ ଧ୍ୟାନ ପୂର୍ବକ ପ୍ରତ୍ୟେକ କାର୍ଯ୍ୟ କରନ୍ତୁ। ତେବେ ଆଜି ସ୍ୱାସ୍ଥ୍ୟ ଆପଣଙ୍କର ଠିକ ରହିବ। ତତ୍ସହିତ ଆପଣଙ୍କର ଆଜି ମିତ୍ରତା ବଢିବାର ଅନେକ ସୁଯୋଗ ରହୁଛି। ତେବେ ରାଜନୈତିକ କାର୍ଯ୍ୟରେ ଆପଣଙ୍କର ଆଜି ହାତ ରହିବ, କିନ୍ତୁ ବିଶେଷ ପ୍ରତିଷ୍ଠା ଲାଭ କରି ନ ପାରନ୍ତି, ତେଣୁ ଧ୍ୟାନ ପୂର୍ବକ ଏହା ପ୍ରତି ରୁହନ୍ତୁ ବୃଷ ରାଶି ବ୍ୟକ୍ତି। ଆଜି ବୃଷ ରାଶି ବ୍ୟକ୍ତି ବ୍ୟବସାୟରେ ଅନେକ ସମସ୍ୟା ରହିବ, ତେଣୁ ଧ୍ୟାନ ପୂର୍ବକ ନିଜର ବେପାର ବାଣିଜ୍ୟ କରନ୍ତୁ ବୃଷ ରାଶି ବ୍ୟକ୍ତି। ଆଜି ବୃଷ ରାଶି ବ୍ୟକ୍ତି ଆପଣଙ୍କର ଚାକିରି ସମ୍ବନ୍ଧର ଭାଗ୍ୟ ଏବଂ ନିଜର ପଢାପଢିରେ ଭାଗ୍ୟ ମଧ୍ୟମ ଧରଣରେ ରହୁଛି। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଯାହାକି ପରିବାର ବର୍ଗଙ୍କ ସହିତ ଭଲ ସମ୍ବନ୍ଧ ନ ରହିପାରେ, ବିଶେଷ କରି ପିଲା ଛୁଆଙ୍କ ସହିତ ଅନେକ ପ୍ରକାର ମତଭେଦ ଦେଖା ଦେବାର ଚାନ୍ସ ରହୁଛି, ତେଣୁ ଏହା ପ୍ରତି ନିଶ୍ଚିତ ବୃଷ ରାଶି ବ୍ୟକ୍ତି ସଚେତନ ରୁହନ୍ତୁ। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 9, ଭାଗ୍ୟ ରଙ୍ଗ ରହୁଛି ଯାହାକି ଧଳା ରଙ୍ଗ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 60% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମିଥୁନ ରାଶି ବ୍ୟକ୍ତିଙ୍କ ବିଷୟରେ। ମିଥୁନ ରାଶି ବ୍ୟକ୍ତି ଆଜି ଆପଣ ଟିକେ ସାବଧାନ ରୁହନ୍ତୁ, କାରଣ ଆପଣଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ରହିବା ସହିତ ଆପଣ ବାଦ ବିବାଦ, ଝଗଡା ଏବଂ କୌଣସି କାହା ସହିତ ଯୁକ୍ତିତର୍କ ନ କରିଲେ ତାହା ଆପଣଙ୍କ ପାଇଁ ଭଲ ହେବ। ତତ୍ସହିତ ଆଜି ମିଥୁନ ରାଶି ବ୍ୟକ୍ତି ମାନସିକ ଅଶାନ୍ତି ଭିତରେ ଗତି କରିପାରନ୍ତି। ତତ୍ସହିତ ଆଜି ଅର୍ଥଜନିତ କାରବାରରେ ଅନେକ ସମସ୍ୟା ଉପୁଜିପାରେ, ଯାହାକି ବିନା କାରଣରେ ଆପଣଙ୍କର ଅର୍ଥ ନାଶ ହବାର ଯୁଗ ରହୁଛି। ତତ୍ସହିତ ଆଜି ମିଥୁନ ରାଶି ବ୍ୟକ୍ତି ମିଛ ଆରୋପ ଆପଣଙ୍କ ଉପରେ ଲାଗିପାରେ, ଯାହା ପାଇଁ ଆପଣ ଅନେକ ସମସ୍ୟା ଭୋଗି ପାରନ୍ତି। ତତ୍ସହିତ ମିଥୁନ ରାଶି ବ୍ୟକ୍ତି ଆଜି ଆୟ ଠାରୁ ବ୍ୟୟ ଅଧିକା ଦେଖା ଦେଇପାରେ। ତତ୍ସହିତ ମିଥୁନ ରାଶି ବ୍ୟକ୍ତି ଆଜି ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ଭିତରେ ଜଡ଼ିତ ହୋଇପାରନ୍ତି, ବିଶେଷ କରି ହଜମ ଜନିତ ରୋଗ ଏବଂ କାଶ ଆପଣଙ୍କୁ ବହୁତ ପୀଡ଼ିତ କରିପାରେ, ତେଣୁ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି ମିଥୁନ ରାଶି ବ୍ୟକ୍ତିଙ୍କର। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 8, ଭାଗ୍ୟ ରଙ୍ଗ ରହୁଛି ଯାହାକି ଗାଢ଼ ନୀଳ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 35% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କର୍କଟ ରାଶି ବ୍ୟକ୍ତିଙ୍କ ବିଷୟରେ। କର୍କଟ ରାଶି ବ୍ୟକ୍ତି ଆଜି ଯାହାକି ଛୋଟ ଛୋଟ କାର୍ଯ୍ୟରେ ଆପଣଙ୍କୁ ଶୁଭ ଫଳ ମିଳିବା ସହିତ କିଛି ଦୂରଯାତ୍ରା କରିଲେ ମଧ୍ୟ ଆପଣଙ୍କର ଭାଗ୍ୟ ଶୁଭ ଯୁଗ ପରିସ୍ଥିତି ବନଉଛି। ତତ୍ସହିତ ଆଜି କର୍କଟ ରାଶି ବ୍ୟକ୍ତି ଭୋଜନ ସହିତ ଶୟନରେ ଆପଣଙ୍କୁ ଅନେକ ପ୍ରକାର ସୁଖ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ଯାହାକି କର୍କଟ ରାଶି ବ୍ୟକ୍ତି ବାଣିଜ୍ୟ ସହିତ ବ୍ୟବସାୟ କ୍ଷେତ୍ରରେ ଆପଣ ଅନେକ ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ତେବେ କର୍କଟ ରାଶି ବ୍ୟକ୍ତି ଆଜି ଟିକେ ଝଗଡା ଏବଂ ଯୁକ୍ତିତର୍କ ଠାରୁ ସଦାବେଳେ ଦୂରତା ଅବଲମ୍ବନ କରିବା ସହିତ ଆପଣଙ୍କର ସ୍ୱାସ୍ଥ୍ୟ ପ୍ରତି ନିଶ୍ଚିତ ସଚେତନ ନିହାତି ଆବଶ୍ୟକତା ରହିଛି, କାରଣ ଆପଣଙ୍କୁ ଆଜି କିଛି ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ରହିପାରନ୍ତି, ତେଣୁ ଏହା ପ୍ରତି ନିଶ୍ଚିତ କର୍କଟ ରାଶି ବ୍ୟକ୍ତି ଧ୍ୟାନ ଦିଅନ୍ତୁ। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 6, ଭାଗ୍ୟ ରଙ୍ଗ ରହୁଛି ଯାହାକି ଧଳା ରଙ୍ଗ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 55% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ଆପଣଙ୍କ ରାଶିରେ ଘାତ ଚନ୍ଦ୍ର ଯୁକ୍ତ ରହୁଛି, ତେଣୁ ପ୍ରତ୍ୟେକ କାର୍ଯ୍ୟ ଧ୍ୟାନ ପୂର୍ବକ କରନ୍ତୁ। ଆଜି ବ୍ୟବସାୟରେ ଆପଣ ଆଶା ଅନୁସାରେ ଫଳ ପ୍ରାପ୍ତ କରି ନ ପାରନ୍ତି, ତେବେ ଶତ୍ରୁମାନେ ଆଜି ଟିକେ ବିଚଳିତ କରିପାରନ୍ତି। ତେବେ ଧ୍ୟାନ ଦେଲେ ଆପଣ ଶତ୍ରୁ ଠାରୁ ନିଶ୍ଚିତ
ଯାହାକି ଜୟଯୁକ୍ତ ହୋଇପାରନ୍ତି। ଆଜି ସିଂହ ରାଶି ବ୍ୟକ୍ତି ଯାହାକି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ନିଶ୍ଚିତ ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଯାହା ଆପଣ ଯଦି ଧ୍ୟାନ ଦେବେ କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ। ଆଜି ସିଂହ ରାଶି ବ୍ୟକ୍ତି ଯାହାକି ଆପଣଙ୍କର ପରିବାର ବର୍ଗଙ୍କ ସହିତ ଭଲ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରନ୍ତୁ। ତେବେ ଆବଶ୍ୟକ ସ୍ଥଳେ ଯୁକ୍ତିତର୍କ ନ କରିଲେ ଆପଣଙ୍କର ପରିବାର ବର୍ଗଙ୍କ ସହିତ ଭଲ ସମ୍ପର୍କ ରହିବ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ସିଂହ ରାଶି ବ୍ୟକ୍ତି ଦୂରଯାତ୍ରା କରୁଥିଲେ ଆପଣଙ୍କୁ ଛୋଟ ମୋଟ କଷ୍ଟ ସହିବାକୁ ପଡିବ ବା ବିଫଳତା ସାମ୍ନା କରିବାକୁ ପଡିବ। ତେଣୁ ଏହା ପ୍ରତି ନିଶ୍ଚିତ ସିଂହ ରାଶି ବ୍ୟକ୍ତି ସାବଧାନ ରୁହନ୍ତୁ। ଆଜି ସିଂହ ରାଶି ବ୍ୟକ୍ତି ମାନସିକ ସ୍ଥିତି ଟିକେ ଅଶାନ୍ତି ଆଡକୁ ଗତି କରିପାରେ। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 4, ଭାଗ୍ୟ ରଙ୍ଗ ରହୁଛି ଯାହାକି ସବୁଜ ରଙ୍ଗ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 45% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି ଆପଣଙ୍କର ଭାଗ୍ୟ ଗ୍ରହ ଯାହାକି ମଧ୍ୟମ ଧରଣର ଯୁକ୍ତ ରହୁଛି। ତେବେ ଅନେକ ପ୍ରକାର ଆପଣ ସିଦ୍ଧିହସ୍ତ ହୋଇପାରନ୍ତି ନିଜର କାର୍ଯ୍ୟକ୍ଷେତ୍ରରେ। ଆପଣ ଆଜି ଯାହାକି ଦୂରଯାତ୍ରା ଯଦି କରୁଛନ୍ତି ଅନେକ ପ୍ରକାର ସଫଳତା ପ୍ରାପ୍ତ କରିବାର ସୁଯୋଗ ରହୁଛି। ତତ୍ସହିତ ଆଜି ଶତ୍ରୁମାନଙ୍କ ଠାରୁ ଆପଣ ବିଜୟୀ ହବାର ପୂର୍ଣ୍ଣ ସୁଯୋଗ ରହୁଛି ଯଦି କମ୍ପିଟିସନ କ୍ଷେତ୍ରରେ ଆପଣ ଯୁକ୍ତି ରହୁଛନ୍ତି। ତେବେ ଆଜି କନ୍ୟା ରାଶି ବ୍ୟକ୍ତି ଯାହାକି ଆପଣଙ୍କର ରୋଗ ଜନିତ ସମସ୍ୟା ଯଦି ପୂର୍ବରୁ ଥିବ ତାହା ଆଜି ନାଶ ହବାର ଅନେକ ଚାନ୍ସ ରହୁଛି। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ଲାଭ ସହିତ ଆପଣଙ୍କର ପ୍ରତିଭା ନିଶ୍ଚିତ ବୃଦ୍ଧି ହବାର ସୁଯୋଗ ରହୁଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ତେବେ ଆଜି କନ୍ୟା ରାଶି ବ୍ୟକ୍ତି ନିଶ୍ଚିତ ନିଜର ସ୍ୱାସ୍ଥ୍ୟ ପ୍ରତି ଟିକେ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଛୋଟ ମୋଟ କଷ୍ଟ ପାଇପାରନ୍ତି, ଏହା ପ୍ରତି ନିଶ୍ଚିତ ସଚେତନ ହେଲେ ଦିନଟି ଅତି ସୁଖମୟ ପରିବେଶରେ କଟିବ। ଆଜି ଯାହାକି କନ୍ୟା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 2, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ନୀଳ ରଙ୍ଗ ୟୁଜ୍ କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 60% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ। ତୁଳା ରାଶି ବ୍ୟକ୍ତି ଆଜି କର୍ମକ୍ଷେତ୍ରରେ ଆପଣଙ୍କର ସଫଳତା ଯୁଗ ରହୁଛି ତଥା ଆପଣଙ୍କର ଭାଗ୍ୟ ଆଜି ଯେକୌଣସି କାର୍ଯ୍ୟ କରୁଛନ୍ତି ସାଥ ନିଶ୍ଚିତ ଦେବା ସହିତ କର୍ମକ୍ଷେତ୍ରରେ ଆଗକୁ ବଢିବା ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜି ଉତ୍ତମ ଯୁଗ ରହୁଛି ତୁଳା ରାଶି ବ୍ୟକ୍ତିଙ୍କର। ଆଜି ତୁଳା ରାଶି ବ୍ୟକ୍ତି ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା ବୃଦ୍ଧି କରିବା ସହିତ ଯୋଉମାନେ ଚାକିରି ସମ୍ବନ୍ଧରେ ଜଡିତ ଅଛନ୍ତି ସେମାନଙ୍କର ଆଜି କର୍ମକ୍ଷେତ୍ରରେ ସଫଳତା ଦେବ। ଅଳ୍ପ ସମୟରେ ଆପଣଙ୍କ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାର କ୍ଷମତା ଆପଣଙ୍କ ପାଖରେ ରହୁଛି। ତତ୍ସହିତ ଆଜି ତୁଳା ରାଶି ବ୍ୟକ୍ତି ଆପଣଙ୍କର ବେପାର ବାଣିଜ୍ୟରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ଯାହାକି ତୁଳା ରାଶି ବ୍ୟକ୍ତି ନିଶ୍ଚିତ ବେପାର ବାଣିଜ୍ୟରେ ନିଷ୍ପତ୍ତି ନେବା ପାଇଁ ଉତ୍ତମ ଯୁଗ ରହୁଛି, କିନ୍ତୁ ଧ୍ୟାନ ପୂର୍ବକ କରନ୍ତୁ, କୌଣସି ରିସ୍କଫୁଲ କାର୍ଯ୍ୟ କରନ୍ତୁ ନାହିଁ, ନହେଲେ ଆପଣ କେତେକାଂଶରେ ଆପଣଙ୍କୁ କ୍ଷତି ସାମ୍ନା କରିବାକୁ ପଡିବ। ତେଣୁ ନିଶ୍ଚିତ ତୁଳା ରାଶି ବ୍ୟକ୍ତି ଏହା ପ୍ରତି ସଚେତନ ରୁହନ୍ତୁ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଯାହାକି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଚିନ୍ତା ଆପଣଙ୍କୁ ବୃଦ୍ଧି କରିବ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 9, ଭାଗ୍ୟ ରଙ୍ଗ ରହୁଛି ଯାହାକି ହଳଦିଆ ରଙ୍ଗ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 45% ସାଥ ଦଉଛନ୍ତି। ତେବେ ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି ଭାଗ୍ୟ ଗ୍ରହ ଶୁଭ ଯୁଗ ପରିସ୍ଥିତିରେ ଥିବାରୁ ଆପଣଙ୍କୁ ବେପାର ବାଣିଜ୍ୟରେ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ରହୁଛି। ତତ୍ସହିତ ଆଜି ବସ୍ତ୍ର ଏବଂ କୌଣସି ଆଭୂଷଣ କିଣିବା ପାଇଁ ପୂର୍ଣ୍ଣ ଶୁଭ ଯୁଗ ରହୁଛି ଏବଂ ଆପଣଙ୍କୁ ଆନନ୍ଦିତ ମଧ୍ୟ ରହିପାରେ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ଆଜି ଯାହାକି ବିଛା ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ଠିକ ରହିବାର ପୂର୍ଣ୍ଣ ଯୁଗ ରହୁଛି। ତତ୍ସହିତ ଶତ୍ରୁ ମାନଙ୍କୁ ଆଜି ପରାଜିତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତତ୍ସହିତ ଆଜି ବିଛା ରାଶି ବ୍ୟକ୍ତିଙ୍କର ମନ ସଦାବେଳେ ପ୍ରସନ୍ନ ରହିବାର ସୁଯୋଗ ରହୁଛି।
ତେବେ ଆଜି ଆପଣଙ୍କର ଭାଗ୍ୟ ଉଦୟ ଯୁଗ ରହୁଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି ବିଛା ରାଶି ବ୍ୟକ୍ତିଙ୍କର। ତେବେ ବିଛା ରାଶି ବ୍ୟକ୍ତି ଆଜି ବିଶେଷ କରି ନିଜର କାର୍ଯ୍ୟରେ ଟିକେ ଅଧିକ ବିଚଳିତ ହୋଇପାରନ୍ତି, ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ତତ୍ସହିତ ବିଛା ରାଶି ବ୍ୟକ୍ତି ଆଜି ବିବାହ ଜନିତ ଅଡଚନ ଆସିପାରେ ବା କିଛି ସମସ୍ୟା ଆସିପାରେ, ଯାହା ପାଇଁ ଆପଣଙ୍କର ମାନହାନି ଯୁଗ ରହୁଛି, ତେଣୁ ଏହା ପ୍ରତି ସାବଧାନ ରୁହନ୍ତୁ। ଆଜି ବିଛା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 7, ଭାଗ୍ୟ ରଙ୍ଗ ରହୁଛି ଯାହାକି ଧଳା ରଙ୍ଗ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 80% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ଧନୁ ରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁ ରାଶି ବ୍ୟକ୍ତି ଆଜି ବୈଚାରିକ ମତଭେଦ ଦେଖା ଦେବାର ଅନେକ ଚାନ୍ସ ରହୁଛି, ଯାହା ପାଇଁ ଆପଣଙ୍କର ସୁଖ ହାନି ଯୁକ୍ତ ରହୁଛି ଏବଂ ବିଫଳତା ସାମ୍ନା କରିବାକୁ ପଡିପାରେ। ତତ୍ସହିତ ଆଜି ନିଚ କାମରେ ଯୁକ୍ତ ହୋଇପାରନ୍ତି ଧନୁ ରାଶି ବ୍ୟକ୍ତି, ତେଣୁ ଏହା ପ୍ରତି ସାବଧାନ ରହିବା ସହିତ ବିଦ୍ୟାର୍ଥୀ ମାନେ ନିଶ୍ଚିତ ନିଜର ପାଠ ପଢାପଢିକୁ ଧ୍ୟାନ ଦେବାର ଏକାଗ୍ରତା ଆଣିବା ପାଇଁ ଚେଷ୍ଟା କରନ୍ତୁ। ଆଜି ଯାହାକି ଧନୁ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ ଏବଂ ନିଜର ପ୍ରତିଭା ଦ୍ୱାରା ମାନ ସମ୍ମାନ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି, ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ସହକାରେ କାର୍ଯ୍ୟ କରନ୍ତୁ। ଦେଖିବେ ଆପଣ ଆଗକୁ ବଢିବାର ପୂର୍ଣ୍ଣ ସୁଯୋଗ ରହୁଛି। ତେବେ ଅହଙ୍କାର ଠାରୁ ଧନୁ ରାଶି ବ୍ୟକ୍ତି ଦୂରତା ଅବଲମ୍ବନ କରନ୍ତୁ। ଭାଇ ଭଉଣୀଙ୍କ ସହିତ ଭଲ ସମ୍ପର୍କ ଚେଷ୍ଟା କରନ୍ତୁ ରଖିବା ପାଇଁ, କାରଣ ବାଦ ବିବାଦ ଦେଖା ଦେଇପାରେ, ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ ଏବଂ ଶତ୍ରୁ ମାନଙ୍କୁ ପରାଜୟ କରିବାର ଆଜି ନିଶ୍ଚିତ ଆପଣଙ୍କର ଭାଗ୍ୟ ସାଥ ଦେଉଛି ଏବଂ ପୁତ୍ର ମିତ୍ରଙ୍କ ସହିତ ଭଲ ସମ୍ବନ୍ଧ ରହିବାର ଆଜି ନିଶ୍ଚିତ ଆପଣଙ୍କର ଯୁଗ ବନଉଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ଧନୁ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 5, ଭାଗ୍ୟ ରଙ୍ଗ ରହୁଛି ଯାହାକି ମିଶ୍ରିତ କଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 60% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତି ଆଜି ବହୁତ ଆନନ୍ଦିତ ରହିପାରନ୍ତି, ରୋଗମୁକ୍ତ ହୋଇପାରନ୍ତି, ଭୋଜନ ପ୍ରିୟ ହୋଇପାରନ୍ତି, ତତ୍ସହିତ ସମସ୍ତ ପ୍ରକାର ଆଜି ସୁଖ ପ୍ରାପ୍ତ କରିବାର ସୁଯୋଗ ରହିପାରେ। ତେବେ ନିଶ୍ଚିତ ଏହା ପ୍ରତି ମକର ରାଶି ବ୍ୟକ୍ତି ସଚେତନ ଟିକେ ଆବଶ୍ୟକତା ରହିଛି, କାରଣ ଆଜି କିଛି ନିଚ କାର୍ଯ୍ୟରେ ଆପଣ ଅଧିକ ଆକୃଷ୍ଟ ହେବେ, ଯାହା ପାଇଁ ଆପଣଙ୍କୁ ବେପାର ବାଣିଜ୍ୟରେ ଅନେକ ବିଫଳତା ସାମ୍ନା କରିବାକୁ ପଡିବ ଏବଂ ମିତ୍ର ସମ୍ବନ୍ଧ ସହିତ ଆପଣଙ୍କର ଭଲ ସମ୍ପର୍କ ରହି ନପାରେ, ନିଜ ଭିତରେ ଯୁକ୍ତିତର୍କ ହୋଇପାରେ। ତେଣୁ ଧ୍ୟାନ ପୂର୍ବକ ନିଜର କାର୍ଯ୍ୟ ଆପଣ ସଚେତନ ସହକାରେ କରନ୍ତୁ। କୌଣସି ଖରାପ କାର୍ଯ୍ୟରେ ଆଦୌ ଲିପ୍ତ ରୁହନ୍ତୁ ନାହିଁ ଏବଂ ନିଜକୁ ସଚେତନ ସହକାରେ କାର୍ଯ୍ୟ କରନ୍ତୁ। ଦେଖିବେ କୌଣସି କାର୍ଯ୍ୟରେ ମକର ରାଶି ବ୍ୟକ୍ତି ଅଟକିବେ ନାହିଁ ଏବଂ ସମସ୍ତ କାର୍ଯ୍ୟ ଆପଣଙ୍କୁ ସଫଳତା ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ଦେବ। ଆଜି ମକର ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 3, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ମାନେ ବାଇଗଣୀ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 75% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କୁମ୍ଭ ରାଶି ବ୍ୟକ୍ତିଙ୍କ ବିଷୟରେ। ଆଜି କୁମ୍ଭ ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଅନେକ ପ୍ରକାର ଆପଣଙ୍କର ଅର୍ଥନାଶ ଯୁଗ ରହୁଛି, ତତ୍ସହିତ ମାନ ସମ୍ମାନର ଆପଣଙ୍କର କମି ଯାଉଛି, ତତ୍ସହିତ ସ୍ୱାସ୍ଥ୍ୟଗତ ଜନିତ ଆପଣଙ୍କୁ ସମସ୍ୟା ବଢିପାରେ, ତେଣୁ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି ଏବଂ ପ୍ରତ୍ୟେକ କାର୍ଯ୍ୟରେ ଆପଣଙ୍କୁ ବିଫଳତା ସାମ୍ନା କରିବାକୁ ପଡିପାରେ। ତେବେ ଆଜି ଆପଣଙ୍କର ଭୋଜନ ଯାହାକି ସଠିକ ନ ମିଳିପାରେ, ଯାହା ପାଇଁ ଆପଣ ଅଶାନ୍ତି ପରିବେଶ ଭିତରେ ଗତି କରିପାରନ୍ତି ମାନସିକ ସ୍ଥିତି। ଆଜି ଯାହାକି କୁମ୍ଭ ରାଶି ବ୍ୟକ୍ତି ଆପଣ ପରିବାର ସମ୍ପର୍କ ଭଲ ନ ରହିପାରେ, ନିଜ ଭିତରେ ଅନେକ ସମସ୍ୟା ବା ଝଗଡା ଯୁକ୍ତିତର୍କ ହୋଇପାରେ, ତେଣୁ ଏହା ପ୍ରତି ଧ୍ୟାନ ଦେବା ସହିତ ମିତ୍ର ସମ୍ବନ୍ଧ ସହିତ ଆପଣ ଭଲ ସମ୍ପର୍କ ରଖନ୍ତୁ, ଯାହା ପାଇଁ ଆପଣ ନିଜ ଭିତରେ ଚିଡଚିଡା ଅନେକ ପ୍ରକାର ଯୁକ୍ତିତର୍କ କଳହ ସମ୍ପର୍କ ଦେଖା ଦେଇପାରେ, ତେଣୁ ଏହା ପ୍ରତି ନିଶ୍ଚିତ କୁମ୍ଭ ରାଶି ବ୍ୟକ୍ତି ସାବଧାନ ରୁହନ୍ତୁ। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 4, ଭାଗ୍ୟ ରଙ୍ଗ ରହୁଛି ଯାହାକି ନୀଳ ରଙ୍ଗ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି
ଯାହାକି 30% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମୀନ ରାଶି ବ୍ୟକ୍ତିଙ୍କ ବିଷୟରେ। ମୀନ ରାଶି ବ୍ୟକ୍ତି ଆଜି ବହୁତ ଆନନ୍ଦିତ ରହିପାରନ୍ତି। ବେପାର ବାଣିଜ୍ୟରେ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ରହୁଛି। ତତ୍ସହିତ ପରିବାର ବର୍ଗଙ୍କ ସହିତ ଆଜି ଅନେକ ପ୍ରକାର ସୁଖ ଅନୁଭବ କରିବେ। ତତ୍ସହିତ ସମ୍ବନ୍ଧ ଭଲ ରହିବ, ଯାହା ମୀନ ରାଶି ବ୍ୟକ୍ତିଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ମୀନ ରାଶି ବ୍ୟକ୍ତି ମହତ୍ୱାକାଂକ୍ଷୀ କାର୍ଯ୍ୟରେ ନିଜର ଏକାଗ୍ରତା ଅଧିକ ଦେଇ ସେ କାର୍ଯ୍ୟରେ ଆପଣ ସଫଳତା ପ୍ରାପ୍ତ କରିବାର ସୁଯୋଗ ରହୁଛି। ଆଜି ମୀନ ରାଶି ବ୍ୟକ୍ତିଙ୍କର ଯାହାକି ସ୍ତ୍ରୀ ପୁରୁଷଙ୍କ ସମ୍ପର୍କ ଭଲ ରହିବ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ତତ୍ସହିତ ମୀନ ରାଶି ବ୍ୟକ୍ତି ଆଜି ବିଶେଷ କରି ତରଳ ପଦାର୍ଥ ଯାହାକି କାର୍ଯ୍ୟରେ ଆପଣ ଅଧିକ ଆୟ ବୃଦ୍ଧି କରିବାର ସୁଯୋଗ ରହୁଛି, ଯାହା ଆପଣ ବେପାର ବାଣିଜ୍ୟରେ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ରହୁଛି। ଆଜି ମୀନ ରାଶି ବ୍ୟକ୍ତିଙ୍କର ଯାହାକି କଠିନ ପରିଶ୍ରମ କରିବାକୁ ପଡିବ, ନହେଲେ ଅନେକ ବିଫଳତା ଆପଣଙ୍କୁ ଚାପ ଦେଇପାରେ। ତେବେ ଆଜି ରାଜନୀତି ଓ ସାମାଜିକ କ୍ଷେତ୍ରରେ ବିରୁଦ୍ଧାଭାସ ଆସିପାରେ, ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ଆଜି ମୀନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 2, ଭାଗ୍ୟ ରଙ୍ଗ ରହୁଛି ଯାହାକି ଧଳା ରଙ୍ଗ ବ୍ୟବହାର କରିପାରିବେ, ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 60% ସାଥ ଦଉଛନ୍ତି। ଓମ୍ ବିଷ୍ଣବେ ନମଃ। ନମସ୍କାର।